ମରଣାସନ୍ନ ଦୁର୍ଯ୍ୟୋଧନ ଅଶ୍ୱତ୍ଥାମାଙ୍କୁ ଧିକ୍କାର କରି କହିଲେ, ମୋର ପରାଜୟ ଗୌରବମୟ ଥିଲା, ହେଲେ ତୁମର ଏହି କାପୁରୁଷ କର୍ମ ମୋ ପରାଜୟକୁ କଳଙ୍କିତ କରିଛି। ତୁମର ଏ ନୀଚ କର୍ମ ସମଗ୍ର କ୍ଷତ୍ରିୟ ଧର୍ମକୁ ଅପମାନିତ କରିଛି। ତୁମେ କ୍ଷତ୍ରିୟ ନୁହଁ, ତୁମେ ଗୁରୁପୁତ୍ର ନୁହଁ, ତୁମେ ଜଘନ୍ୟ ପାପୀ। ଅଶ୍ୱତ୍ଥାମାଙ୍କୁ କାଳ, କ୍ରୋଧ, ଯମ ଏବଂ ଭଗବାନ ଶିବଙ୍କର ଅବତାର ବୋଲି ବିବେଚନା କରାଯାଏ। ମହାଭାରତ ସମୟର ସର୍ବଶ୍ରେଷ୍ଠ ଯୋଦ୍ଧାମାନଙ୍କ ମଧ୍ୟରୁ ସେ ମଧ୍ୟ ଜଣେ ଥିଲେ, ଯିଏ ନିଜ ପରାକ୍ରମରେ କୁରୁକ୍ଷେତ୍ରର ଧରଣୀକୁ କମ୍ପିତ କରିଥିଲେ। କିନ୍ତୁ କିପରି ସେ ପାଲଟିଗଲେ ଏତେ ବଡ଼ ପାପର ଭାଗୀ? କୁହାଯାଏ ସେ ଏହି ପାପର ପ୍ରାୟଶ୍ଚିତ ପାଇଁ ଆଜି ମଧ୍ୟ ଜୀବିତ ଅଛନ୍ତି ଏବଂ ବିଗତ 5000 ବର୍ଷ ଧରି ପୃଥିବୀର କୋଣ ଅନୁକୋଣରେ ଭ୍ରମଣ କରୁଛନ୍ତି। ଆମେ ଭୀଷ୍ମ, ମହାବଳୀ ଭୀମ, ଦୁର୍ଯ୍ୟୋଧନ, ଗାଣ୍ଡିବଧାରୀ ଅର୍ଜୁନ, ଦାନବୀର କର୍ଣ୍ଣ, ଧର୍ମରାଜ ଯୁଧିଷ୍ଠିର ଏବଂ ଦ୍ରୌପଦୀଙ୍କ ବିଷୟରେ ତ ଜାଣୁ, କିନ୍ତୁ ଅଶ୍ୱତ୍ଥାମାଙ୍କ ବିଷୟରେ ସେତେ ଜାଣିନାହୁଁ। ଚାଲନ୍ତୁ ବିସ୍ତାର ଭାବେ ଜାଣିବା ତାଙ୍କର ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ଶିକ୍ଷଣୀୟ କାହାଣୀ। ସମସ୍ତଙ୍କୁ ଅନୁରୋଧ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ିବେ। ଆଗକୁ ଜାଣିବା ଅଶ୍ୱତ୍ଥାମାଙ୍କ ଜନ୍ମ ରହସ୍ୟ ଓ କାହିଁକି ସେ ଭଗବାନ ଶିବଙ୍କ ପରି ପ୍ରତାପୀ। ମହାଭାରତରେ ଉଲ୍ଲେଖ ଅଛି ଯେ ଗୁରୁ ଦ୍ରୋଣ ଓ କୃପୀଙ୍କର ଏପରି ପୁତ୍ର ପ୍ରାପ୍ତିର ଇଚ୍ଛା ଥିଲା ଯାହାଙ୍କ ଭିତରେ ଭଗବାନ ଶିବଙ୍କ ପରି ତେଜ ଓ ପ୍ରତାପ ରହିଥିବ। ଏହି ଇଚ୍ଛା ନେଇ ଗୁରୁ ଦ୍ରୋଣ ଓ କୃପୀ ହିମାଳୟରେ ତମସା ନଦୀ ନିକଟରେ ତପେଶ୍ୱର ଶିବଲିଙ୍ଗ ଉପରେ ଘୋର ତପସ୍ୟା କଲେ। ଦିନେ ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବାନ ଶିବ ସେଠାରେ ପ୍ରକଟ ହେଲେ ଏବଂ କହିଲେ, ମୁଁ ତୁମର ତପସ୍ୟାରେ ଅତି ପ୍ରସନ୍ନ, ମାଗ, ତୁମକୁ କ'ଣ ବରଦାନ ଦରକାର? ଦ୍ରୋଣ କହିଲେ, ପ୍ରଭୁ, ମୁଁ ଆପଣଙ୍କଠାରୁ ଏପରି ପୁତ୍ରର ଆଶୀର୍ବାଦ ଚାହେଁ ଯାହାଙ୍କ ଭିତରେ ଆପଣଙ୍କର ପ୍ରତାପ ବିଦ୍ୟମାନ ଥିବ, ଯିଏ ସମସ୍ତ ପ୍ରକାରର ଯୁଦ୍ଧକଳା ଏବଂ ବେଦଶାସ୍ତ୍ରରେ ପ୍ରଖର ହେବ। ଭଗବାନ ଶିବ ତଥାସ୍ତୁ କହି ବରଦାନ ଦେଲେ। କିଛି ମାସ ପରେ ଏକ ପୁତ୍ର ଜନ୍ମ ନେଲେ। ତାଙ୍କର ଅସୀମ ତେଜ ଥିଲା ଏବଂ ସେ ମସ୍ତକରେ ଏକ ଦିବ୍ୟମଣି ଧାରଣ କରି ଜନ୍ମ ନେଇଥିଲେ। ଜନ୍ମ ହେବା ମାତ୍ରେ ସେହି ବାଳକ ଏକ ଅଶ୍ୱ ବା ଘୋଡ଼ା ପରି ଶବ୍ଦ କଲା। ଏହି କାରଣରୁ ତାଙ୍କର ନାମ ଅଶ୍ୱତ୍ଥାମା ରଖାଗଲା। ସେ ଅତ୍ୟନ୍ତ ଦରିଦ୍ରତାରେ ବଢ଼ିଥିଲେ। ମହାଭାରତ କଥା ଅନୁସାରେ ଅଶ୍ୱତ୍ଥାମା ପିଲାବେଳେ କେବେ କ୍ଷୀର ପିଇ ନଥିଲେ। ଅନ୍ୟ ପିଲାମାନଙ୍କୁ କ୍ଷୀର ପିଉଥିବା ଦେଖି ତାଙ୍କର ମଧ୍ୟ କ୍ଷୀର ପିଇବାର ଲାଳସା ଜାଗିଲା। ସେ ମାସ ମାସ ଧରି ମହାଦେବଙ୍କର ଆରାଧନା କଲେ। ଆଗକୁ ଜାଣିବା ଏହାର ଫଳ ଓ ତାଙ୍କ ମନରେ କାହିଁକି ଏକ ପ୍ରତିଶୋଧର ବୀଜ ସୃଷ୍ଟି ହେଲା। ଅଶ୍ୱତ୍ଥାମା କ୍ଷୀର ପିଇବାର ଲାଳସାରେ ମାସ ମାସ ଧରି ମହାଦେବଙ୍କର ଆରାଧନା କଲେ ଏବଂ ଶେଷରେ ପ୍ରସାଦ ରୂପରେ କ୍ଷୀର ପ୍ରାପ୍ତ ହେଲା, ଯାହାକୁ ଅଶ୍ୱତ୍ଥାମା ନିଜ ଜୀବନରେ ପ୍ରଥମ ଥର ପାଇଁ ପାନ କଲେ। ତାଙ୍କର ଶିକ୍ଷା ତାଙ୍କ ପିତା ଦ୍ରୋଣାଚାର୍ଯ୍ୟଙ୍କ ଠାରୁ ହୋଇଥିଲା। ସେ ସମସ୍ତ ଅସ୍ତ୍ରଶସ୍ତ୍ରରେ ପାରଙ୍ଗମ ଥିଲେ। ତାଙ୍କ ଲଲାଟରେ ଥିବା ଦିବ୍ୟ ମଣି ତାଙ୍କୁ ଦୈତ୍ୟ, ଦାନବ, ଶସ୍ତ୍ର, ବ୍ୟାଧି, ଦେବତା, ନାଗ ଆଦିଙ୍କ ଠାରୁ ନିର୍ଭୟ ରଖୁଥିଲା। ମହାଭାରତ ଅନୁସାରେ ଅଶ୍ୱତ୍ଥାମାଙ୍କ ଜନ୍ମ ପରେ ଦ୍ରୋଣଙ୍କର ଆର୍ଥିକ ସ୍ଥିତି ଆହୁରି ଖରାପ ହେଲା। ଏହାକୁ ସୁଧାରିବା ପାଇଁ ସେ ଅଶ୍ୱତ୍ଥାମାଙ୍କୁ ନେଇ ନିଜ ବାଲ୍ୟସଖା ରାଜା ଦ୍ରୁପଦଙ୍କ ପାଖକୁ ଗଲେ, କିନ୍ତୁ ସଭାରେ ସେମାନଙ୍କୁ ଅପମାନିତ କରି ବାହାର କରିଦିଆଗଲା। ବାଳକ ଅଶ୍ୱତ୍ଥାମା ନିଜ ପିତାଙ୍କର ଏହି ଅପମାନ ଦେଖି ଅତ୍ୟନ୍ତ କ୍ରୋଧିତ ହେଲେ ଏବଂ ପ୍ରତିଶୋଧର ବୀଜ ତାଙ୍କ ମନରେ ଅଙ୍କୁରିତ ହେଲା। ଏହାପରେ ଗୁରୁ ଦ୍ରୋଣ ହସ୍ତିନାପୁରର ରାଜକୁମାରମାନଙ୍କର ଶିକ୍ଷକ ହେଲେ। ଅଶ୍ୱତ୍ଥାମା ମଧ୍ୟ କୁରୁ ରାଜକୁମାରମାନଙ୍କ ସହ ଅସ୍ତ୍ରଶିକ୍ଷା ଗ୍ରହଣ କରୁଥିଲେ। ସେଠାରେ ଅଶ୍ୱତ୍ଥାମା ଓ ଦୁର୍ଯ୍ୟୋଧନଙ୍କ ମଧ୍ୟରେ ଘନିଷ୍ଠ ମିତ୍ରତା ହେଲା। ସେ ଯଦିଓ ପ୍ରତିଭାବାନ ଥିଲେ, ଅର୍ଜୁନ ତାଙ୍କୁ ଅତିକ୍ରମ କରିଯାଇଥିଲେ। ଏଥିପାଇଁ ଗୁରୁ ଦ୍ରୋଣ ପ୍ରତିଜ୍ଞା କଲେ ଯେ ସେ ଅର୍ଜୁନଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ଧନୁର୍ଦ୍ଧର କରିବେ। ନିଜ ପ୍ରତିଜ୍ଞା ପୂରଣ ପାଇଁ ଦ୍ରୋଣାଚାର୍ଯ୍ୟ ଅର୍ଜୁନଙ୍କୁ ବ୍ରହ୍ମାସ୍ତ୍ର ପ୍ରଦାନ କଲେ, ଯାହା ସମଗ୍ର ବିଶ୍ୱକୁ ଧ୍ୱଂସ କରିବାର ସାମର୍ଥ୍ୟ ରଖିଥିଲା। ଆଗକୁ ଜାଣିବା ଅଶ୍ୱତ୍ଥାମା କେମିତି ପାଇଲେ ବ୍ରହ୍ମାସ୍ତ୍ର ଓ ପିତାଙ୍କ ଅପମାନର ବଦଲା। ଗୁରୁ ଦ୍ରୋଣାଚାର୍ଯ୍ୟ ଅର୍ଜୁନଙ୍କୁ ବ୍ରହ୍ମାସ୍ତ୍ର ପ୍ରଦାନ କରିବା ସହ ଅନ୍ୟମାନଙ୍କ ଅଜ୍ଞାତରେ ପୁତ୍ର ପ୍ରେମରେ ଅନ୍ଧ ହୋଇ ଅଶ୍ୱତ୍ଥାମାଙ୍କୁ ମଧ୍ୟ ବ୍ରହ୍ମାସ୍ତ୍ର ପ୍ରଦାନ କରିଥିଲେ। ଅଶ୍ୱତ୍ଥାମାଙ୍କର ଅପରିପକ୍ୱ ମାନସିକତା ଓ ଆବେଗପ୍ରବଣତା ବିଷୟରେ ଜାଣିଥିଲେ ମଧ୍ୟ ସେ ଏପରି କରିଥିଲେ। କିନ୍ତୁ ଏହି ବ୍ରହ୍ମାସ୍ତ୍ର ହିଁ ତାଙ୍କ ଜୀବନର
ସବୁଠୁ ବଡ଼ ଦୁଃଖ ପାଲଟିଲା ଯେତେବେଳେ ଶ୍ରୀକୃଷ୍ଣ ତାଙ୍କୁ ମାନବ ଇତିହାସର ସବୁଠୁ କଠୋର ଅଭିଶାପ ଦେଲେ। ତାହାର ସମ୍ପୂର୍ଣ୍ଣ ବର୍ଣ୍ଣନା ଆଗକୁ ଜାଣିବା, ତେଣୁ ଶେଷ ପର୍ଯ୍ୟନ୍ତ ପଢ଼ିବା ଜାରି ରଖନ୍ତୁ। ଶିକ୍ଷା ସମାପ୍ତି ପରେ ଗୁରୁ ଦକ୍ଷିଣା ରୂପେ ଦ୍ରୋଣାଚାର୍ଯ୍ୟ ତାଙ୍କ ଶିଷ୍ୟମାନଙ୍କୁ ରାଜା ଦ୍ରୁପଦଙ୍କୁ ବନ୍ଦୀ କରି ଆଣିବାକୁ କହିଲେ। ଅର୍ଜୁନ ଦ୍ରୁପଦଙ୍କୁ ପରାସ୍ତ କଲେ। ତତ୍ପରେ ଦ୍ରୋଣାଚାର୍ଯ୍ୟ ରାଜା ଦ୍ରୁପଦଙ୍କର ଅର୍ଦ୍ଧରାଜ୍ୟ ନିଜ ପୁତ୍ର ଅଶ୍ୱତ୍ଥାମାଙ୍କୁ ପ୍ରଦାନ କଲେ ଓ ସେହି ବିଶାଳ ରାଜ୍ୟର ରାଜା କଲେ। ପରାସ୍ତ ରାଜା ଦ୍ରୁପଦ ଗୁରୁ ଦ୍ରୋଣଙ୍କଠାରୁ ପ୍ରତିଶୋଧ ନେବା ପାଇଁ ଗୋଟିଏ ଭୀଷଣ ଯଜ୍ଞ କଲେ, ଯେଉଁଥିରୁ ଯାଜ୍ଞସେନୀ ଦ୍ରୌପଦୀ ଓ ପୁତ୍ର ଦୃଷ୍ଟଦ୍ୟୁମ୍ନ ଜନ୍ମ ହେଲେ, ଯିଏ ଗୁରୁ ଦ୍ରୋଣଙ୍କ ମୃତ୍ୟୁର କାରଣ ହେଲେ। ଏହାର ସମ୍ପୂର୍ଣ୍ଣ କାହାଣୀ ଦ୍ରୋଣ ପର୍ବରେ ଜାଣିବା। ଏବେ ଅଶ୍ୱତ୍ଥାମାଙ୍କ କାହାଣୀରେ ଆଗକୁ ବଢ଼ିବା। ରାଜାପଦ ପ୍ରାପ୍ତି ପରେ ମଧ୍ୟ ତାଙ୍କର ଅସ୍ଥିର ସ୍ୱଭାବରେ କୌଣସି ପରିବର୍ତ୍ତନ ଆସିନଥିଲା। ଦିବ୍ୟାସ୍ତ୍ରରେ ସଜ୍ଜିତ ଏହି ମହାଯୋଦ୍ଧା ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁର କାରଣ ହୋଇଥିଲେ। ତାଙ୍କର ଅପରିପକ୍ୱ ମାନସିକତା, ଅହଙ୍କାର ଓ ରାଗାନ୍ଧ ସ୍ୱଭାବ ତାଙ୍କୁ ଧ୍ୱଂସ ଆଡ଼କୁ ଟାଣି ନେଇଥିଲା। ଆଗକୁ ଜାଣିବା ମହାଭାରତ ଯୁଦ୍ଧରେ ତାଙ୍କର ଭୂମିକା ଓ ଥରେ ଶିବଙ୍କ ପରି ତାଣ୍ଡବ ଯୁଦ୍ଧ କରିଥିଲେ କାହିଁକି। ମହାଭାରତ ଯୁଦ୍ଧରେ ଅଶ୍ୱତ୍ଥାମାଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା। ତାଙ୍କ ପାଖରେ ଥିବା ଦିବ୍ୟ ଅସ୍ତ୍ର ଗୁଡ଼ିକ ମଧ୍ୟରେ ପ୍ରମୁଖ ଥିଲା ବ୍ରହ୍ମାସ୍ତ୍ର, ନାରାୟଣାସ୍ତ୍ର, ଅଗ୍ନ୍ୟାସ୍ତ୍ର, ବାୟୁ ଅସ୍ତ୍ର, ନାଗାସ୍ତ୍ର, ନାଗପାଶ ଏବଂ ଅନେକ ଦିବ୍ୟାସ୍ତ୍ର। ମହାଭାରତ ଯୁଦ୍ଧ 18 ଦିନ ଧରି ଚାଲିଥିଲା। ଯେତେବେଳେ ଗୁରୁ ଦ୍ରୋଣଙ୍କୁ ଛଳ ଦ୍ୱାରା ମାରି ଦିଆଗଲା, ପିତାଙ୍କ ମୃତ୍ୟୁ ଓ ଏହି ପ୍ରତାରଣା ବିଷୟରେ ଜାଣି ଅଶ୍ୱତ୍ଥାମା କ୍ରୋଧରେ ଜର୍ଜରିତ ହୋଇ ଯୁଦ୍ଧରେ ଭୟଙ୍କର ହୁଙ୍କାର ସହ ଏପରି ତାଣ୍ଡବ କଲେ ଯେ ସଞ୍ଜୟ ଧୃତରାଷ୍ଟ୍ରଙ୍କୁ ଏହାର ବର୍ଣ୍ଣନା କରି କହିଲେ, ମହାରାଜ, ଅଶ୍ୱତ୍ଥାମା ସ୍ୱର୍ଣ୍ଣିମ କାଳ ପରି ପ୍ରତୀତ ହେଉଛନ୍ତି। ସେ ଅର୍ଜୁନ ଏବଂ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣଙ୍କୁ ମଧ୍ୟ ଆହତ କରିଛନ୍ତି। ସମଗ୍ର କୁରୁକ୍ଷେତ୍ର ତାଙ୍କର ମୁଖରୁ ନିର୍ଗତ ଗର୍ଜନରେ କମ୍ପୁଛି। ଏହି ଦୃଶ୍ୟ ଅତ୍ୟନ୍ତ ଭୟଙ୍କର ଏବଂ ଅଶ୍ୱତ୍ଥାମାଙ୍କୁ ଦେଖିବା ମଧ୍ୟ କଷ୍ଟକର ହେଉଛି, ଯେପରି ସେ ସ୍ୱୟଂ ରୌଦ୍ର ରୂପ ଧାରଣ କରିଛନ୍ତି। ଆଜି ଦିନ ଶେଷ ହୋଇନଥିଲେ ହୁଏତ ପାଣ୍ଡବମାନେ ଆଜି ଶେଷ ହୋଇଯାଇଥାନ୍ତେ। ମହାଭାରତ ଯୁଦ୍ଧ ସମାପ୍ତ, ଅର୍ଥାତ୍ ଦୁର୍ଯ୍ୟୋଧନଙ୍କ ମୃତ୍ୟୁ ସମୟରେ 3 ଜଣ ମରଣାସନ୍ନ ଦୁର୍ଯ୍ୟୋଧନଙ୍କୁ ଭେଟିବାକୁ ଗଲେ। ଦୁର୍ଯ୍ୟୋଧନ ନିଜର ଅନ୍ତିମ ଆଦେଶରେ ଅଶ୍ୱତ୍ଥାମାଙ୍କୁ ପାଣ୍ଡବମାନଙ୍କୁ ହତ୍ୟା କରିବାକୁ କହିଲେ। ପିତାଙ୍କ ମୃତ୍ୟୁ ଓ ଦୁର୍ଯ୍ୟୋଧନଙ୍କ ଆଦେଶରେ କ୍ରୋଧାନ୍ଧ ଅଶ୍ୱତ୍ଥାମା ପ୍ରତିଶୋଧ ନେବାକୁ ଦୃଢ଼ ସଂକଳ୍ପ କଲେ। ରାଗରେ ଅନ୍ଧ ହୋଇ ସେ ପାଣ୍ଡବ ଶିବିର ଆଡ଼କୁ ଅଗ୍ରସର ହେଲେ। କୃପାଚାର୍ଯ୍ୟ ଓ କୃତବର୍ମା ତାଙ୍କୁ ବାରଣ କଲେ, କିନ୍ତୁ ସେ ଶୁଣିଲେ ନାହିଁ। ରାତ୍ରିରେ ତାଙ୍କ ଶିବିରରେ ପ୍ରବେଶ କରି ଅଶ୍ୱତ୍ଥାମା ଉପପାଣ୍ଡବମାନଙ୍କୁ ଅର୍ଥାତ୍ ପାଣ୍ଡବ ପୁତ୍ରମାନଙ୍କୁ ପାଣ୍ଡବ ଭାବି ଅଜାଣତରେ ହତ୍ୟା କଲେ। ସେ ସମୟରେ ଶ୍ରୀକୃଷ୍ଣ, ପାଣ୍ଡବ ଓ ଦ୍ରୌପଦୀ ଶିବିରରେ ନଥିଲେ। ଫେରିଆସି ଏହି ଭୟଙ୍କର ହତ୍ୟାକାଣ୍ଡ ଦେଖି ପାଣ୍ଡବମାନେ ସ୍ତବ୍ଧ ହୋଇଗଲେ। ଏହି ଘଟଣା ବିଷୟରେ ଜାଣିବା ପରେ ସମସ୍ତେ ତାଙ୍କର ନିନ୍ଦା କଲେ, ଯେଉଁଥିରେ ସ୍ୱୟଂ ଦୁର୍ଯ୍ୟୋଧନ ମଧ୍ୟ ସାମିଲ ଥିଲେ। ସେ ଅଶ୍ୱତ୍ଥାମାଙ୍କୁ କହିଲେ, ମୋର ପରାଜୟ ଗୌରବମୟ ଥିଲା, ହେଲେ ତୁମର ଏହି କାପୁରୁଷ କର୍ମ ମୋ ପରାଜୟକୁ କଳଙ୍କିତ କରିଛି। ତୁମର ଏ ନୀଚ କର୍ମ ସମଗ୍ର କ୍ଷତ୍ରିୟ ଧର୍ମକୁ ଅପମାନିତ କରିଛି। ଆଗକୁ ଜାଣିବା ଅଶ୍ୱତ୍ଥାମା କେମିତି ପାଇଲେ ଶ୍ରୀକୃଷ୍ଣଙ୍କଠୁ ଅମର ଅଭିଶାପ। ଶେଷ ଭାଗଟି ନିଶ୍ଚୟ ପଢ଼ିବେ। ଅଶ୍ୱତ୍ଥାମା ଯେତେବେଳେ ଜାଣିଲେ ପାଣ୍ଡବଙ୍କ ବଦଳରେ ପାଣ୍ଡବଙ୍କ ବଂଶ ସଫା ହୋଇଯାଇଛି, ସେ ଆହୁରି ପ୍ରଚଣ୍ଡ କ୍ରୋଧରେ ପାଣ୍ଡବ ବଂଶର ସମୂଳ ନାଶ କରିବା ପାଇଁ ବ୍ରହ୍ମାସ୍ତ୍ରକୁ ଆହ୍ୱାନ କରି ଅଭିମନ୍ୟୁଙ୍କ ପତ୍ନୀ ଉତ୍ତରାଙ୍କ ଗର୍ଭ ଆଡ଼କୁ ନିକ୍ଷେପ କଲେ, ଯେଉଁଠି ଅଭିମନ୍ୟୁଙ୍କ ପୁତ୍ର ବୃଦ୍ଧି ପାଉଥିଲା। ଆତ୍ମରକ୍ଷା ପାଇଁ ଅର୍ଜୁନ ମଧ୍ୟ ନିଜର ବ୍ରହ୍ମାସ୍ତ୍ରକୁ ନିର୍ଦ୍ଦେଶ ଦେଲେ। 2 ମହାବିନାଶକାରୀ ଅସ୍ତ୍ରରୁ ଉତ୍ପନ୍ନ ହେବାକୁ ଥିବା ବିନାଶକୁ ରୋକିବା ପାଇଁ ଶ୍ରୀକୃଷ୍ଣ ଶୀଘ୍ର ନିଜ ନିଜର ଅସ୍ତ୍ର ଫେରାଇ ନେବାକୁ ଆଦେଶ ଦେଲେ। ଅର୍ଜୁନ ନିଜ ଅସ୍ତ୍ର ଫେରାଇ ନେଲେ, କିନ୍ତୁ ଅଶ୍ୱତ୍ଥାମାଙ୍କୁ ବ୍ରହ୍ମାସ୍ତ୍ର ଫେରାଇବାର ବିଧି ଜଣା ନଥିଲା। ସେ ନିଜର ବ୍ରହ୍ମାସ୍ତ୍ରକୁ ଉତ୍ତରାଙ୍କ ଗର୍ଭ ଆଡ଼କୁ ମୋଡ଼ିଦେଲେ, ଯାହାଦ୍ୱାରା ପାଣ୍ଡବଙ୍କ ଅନ୍ତିମ ବଂଶଜ ଗର୍ଭରେ ହିଁ ନଷ୍ଟ ହୋଇଗଲା। ଏହା ଦେଖି ଶ୍ରୀକୃଷ୍ଣ ଭୟଙ୍କର କ୍ରୋଧିତ ହୋଇ କହିଲେ, ଗର୍ଭସ୍ଥ ଶିଶୁର ହତ୍ୟାଠାରୁ ବଡ଼ ପାପ ଆଉ କିଛି ନାହିଁ। ତତ୍ପରେ ଶ୍ରୀକୃଷ୍ଣ ନିଜ ସୁଦର୍ଶନ ଚକ୍ର ଦ୍ୱାରା
ଅଶ୍ୱତ୍ଥାମାଙ୍କ ମସ୍ତକରୁ ମଣି କାଢ଼ି ନେଲେ, ଯାହାଦ୍ୱାରା ସେ ଶକ୍ତିହୀନ ହୋଇଗଲେ। ଶ୍ରୀକୃଷ୍ଣ ଅଭିଶାପ ଦେଲେ, ଅଶ୍ୱତ୍ଥାମା, ମୁଁ ତୁମକୁ ସୃଷ୍ଟିର ଅନ୍ତ ପର୍ଯ୍ୟନ୍ତ ପୃଥିବୀର କୋଣ ଅନୁକୋଣରେ ଭ୍ରମଣ କରିବାର ଅଭିଶାପ ଦେଉଛି। ତୁମେ କେବେ ମୃତ୍ୟୁବରଣ କରିପାରିବ ନାହିଁ। ସଂସାରର ସମସ୍ତ ରୋଗରେ ତୁମ ଶରୀର ଆକ୍ରାନ୍ତ ହେବ ଏବଂ ଯେଉଁଠି ମଣି ଥିଲା ସେହି ସ୍ଥାନରୁ ସଦା ରକ୍ତ ଝରୁଥିବ। ଅଶ୍ୱତ୍ଥାମା ଛାଡ଼ିଥିବା ବ୍ରହ୍ମାସ୍ତ୍ର ପୁତ୍ରଙ୍କ ଗର୍ଭରେ ଥିବା ପୁତ୍ରର ଜୀବନ ନେଇ ଶାନ୍ତ ହୋଇଗଲା, କିନ୍ତୁ ଶ୍ରୀକୃଷ୍ଣ ସେହି ଶିଶୁକୁ ପୁନର୍ଜୀବିତ କଲେ ଏବଂ ତାଙ୍କର ନାମ ପରୀକ୍ଷିତ ରଖିଲେ, କାରଣ ଜନ୍ମ ପୂର୍ବରୁ ହିଁ ତାଙ୍କର ପରୀକ୍ଷା ନିଆଯାଇଥିଲା। ପରୀକ୍ଷିତ ଯୁଧିଷ୍ଠିରଙ୍କ ପରେ କୁରୁବଂଶର ରାଜା ହେଲେ। ଅଶ୍ୱତ୍ଥାମାଙ୍କ ଏହି କାହାଣୀରୁ ଆମେ ଶିଖୁଛୁ ଯେ ପ୍ରତିଶୋଧ ଓ କ୍ରୋଧ ମନୁଷ୍ୟକୁ ଅନ୍ଧ କରିଦିଏ ଏବଂ ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ହୋଇଥାଏ। ଭଲ ଲାଗିଥିଲେ ନିଶ୍ଚୟ ସବସ୍କ୍ରାଇବ୍ କରନ୍ତୁ ଓ ଏହି ଭିଡ଼ିଓକୁ ପ୍ରିୟଜନମାନଙ୍କୁ ପଠାଇ ଆମକୁ ଉତ୍ସାହିତ କରନ୍ତୁ। ହର ହର ମହାଦେବ।